ତାଙ୍କର ଶୋଇବା ରୁମ୍ ଏଟା ସବୁ ବେଡ୍ ଅଛି ପୁରା ବେଡରୁମ୍। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆମେ ଆଜି ପହଞ୍ଚି ଯାଇଛୁ ରାୟଗଡ଼ ବ୍ଲକ। ଏଇଟା ହେଉଛି ଅନାଥ ଆଶ୍ରମ ସ୍କୁଲ ସରଗୁଲିରେ। ଦର୍ଶକ ବନ୍ଧୁ ଆପଣମାନଙ୍କୁ ଆମେ ଦେଖାଉଛୁ, ଏଇଟା ହେଉଛି ସରଗୁଲି ରାୟଗଡ଼ ବ୍ଲକର। ତ ଏଠି ଆମେ ସେ 3 ଜଣ ଛୁଆମାନଙ୍କୁ ଆମେ ସ୍କୁଲରେ ଛାଡ଼ିବା ପାଇଁ ଆସୁଛୁ। ତ ଆପଣମାନଙ୍କୁ ଆମେ ଦେଖାଉଛୁ, ଏଇଟା ହେଉଛି ମେନ୍ ରୋଡ଼ ରାୟଗଡ଼ ଯିବା ରାସ୍ତା ଏବଂ ଏପଟେ ଯିବ ଆମର ଉମରକୋଟ ଯିବା ରୋଡ଼। ଏଇଟା ହେଉଛି ସେ ମେନ୍ ରୋଡ଼। ତ ସାମ୍ନାରେ ଅଛି ଏଇଟା ଗେଟ୍। ତ ଆପଣମାନେ ଯଦି କିଏ ଚାହିଁବେ ଅନାଥ ପିଲାମାନେ ଅଛନ୍ତି ତାହେଲେ ଆମ ନମ୍ବରରେ ମଧ୍ୟ କଣ୍ଟାକ୍ଟ କରିପାରିବେ ଏବଂ ଏ ଗେଟ୍ ଦେଖି ମଧ୍ୟ ଏଠି ଆସିପାରିବେ। ତ ଆପଣମାନଙ୍କୁ ଆମେ ଦେଖାଉଛୁ, ଦର୍ଶକ ବନ୍ଧୁ ଦେଖିପାରୁଥିବେ ଆମେ ଯାଉଛୁ। ଏଇଟା ହେଉଛି ସେ ଜାଗା, ଏଇଟା ହେଉଛି ବଗିଚା। ଏଠୁ ସେ ଗେଟ୍ରୁ ଆଉ ସାମ୍ନାରେ ଅଛି ଏଇଟା ବାଉଁଶୀ ଏମିତି। ଆଉ ଏପଟେ ଅଛି ରୁମ୍, ଏଟା ହେଉଛି ହଷ୍ଟେଲ। ଏଠି ସମସ୍ତେ ଅନାଥ ପିଲାମାନଙ୍କୁ ହଷ୍ଟେଲରେ ରହିବା ପାଇଁ ଏଠି ବ୍ୟବସ୍ଥା ଅଛି। ତେଣୁ ଆପଣ ଯଦି କେହି କାହା ପିଲା କିମ୍ବା ଭାଇ ଅଛନ୍ତି ଅନାଥ, ସେମାନଙ୍କୁ ମଧ୍ୟ ଏଠି ଆଣିକି ଛାଡ଼ିପାରିବେ। ଏଇଟା ଗଭର୍ଣ୍ଣମେଣ୍ଟର। ତେଣୁ ଆପଣମାନଙ୍କୁ ଆମେ ଦେଖାଉଛୁ, ଦର୍ଶକ ବନ୍ଧୁ ଦେଖିପାରୁଥିବେ ଏଠି ସବୁ ବ୍ୟବସ୍ଥା ଅଛି ଏ ଜାଗାରେ। ବହୁତ ସୁନ୍ଦର ଅଛି ସ୍କୁଲ ମଧ୍ୟ। ଏଠି ଆମେ ଆପଣମାନଙ୍କୁ ଦେଖାଉଛୁ, ଏଠି ଆଜ୍ଞା ମାନେ ଅଛନ୍ତି। ଯା ଚାଲ ଦେଖା ଦେଖି କରି ଆସ। ସେଟା ଘରଠୁ ଆଣିଥିଲା ଆଜ୍ଞା। ଏଇ ଜାଗାରେ ବହୁତ ସୁନ୍ଦର ଅଛି, କାହିଁକି ଏଠି ଅନାଥ ପିଲାମାନଙ୍କୁ ଏଠି ରଖାଯାଇଛି। ତେଣୁ ସମସ୍ତେ ପୁରା ସଫାସୁତରା ଅଛି ଏବଂ ଏଠି ସଫା କରିବାକୁ ମଧ୍ୟ ପଡ଼ିବ ନାହିଁ। ୱାସିଂ ମେସିନ୍ରେ ସଫା କରିବେ ଛୋଟ ଛୋଟ ପିଲାମାନଙ୍କର। ଏ ବୋଲି ବଡ଼ ପିଲାମାନଙ୍କର ତାଙ୍କର ସେମାନେ ସଫା ନିଜେ କରିବେ, ଶିଖେଇବେ ତାଙ୍କୁ। ଏଇଟା ହେଉଛି LED ଟିଭି। ଏଠି ମଧ୍ୟ ଶୋଇକି ଆରାମସେ ଦେଖିପାରିବେ ଏବଂ ପାଠ ମଧ୍ୟ ପଢ଼ିପାରିବେ। ଜାଗା ମଧ୍ୟ ବହୁତ ସୁନ୍ଦର ଅଛି, ସଫାସୁତରା ମସ୍ତ ଅଛି। ଫ୍ୟାନ୍ ଲାଗିଛି 2ଟା ଆଉ ସେପଟେ ଆଲମାରି ଲାଗିଛି ଆଉ ଏଠି ଅଛି। ତ ଆମେ ଯଦି ଯେତିକି ଆମ ଉମରକୋଟ ବ୍ଲକର କିମ୍ବା ରାୟଗଡ଼ ବ୍ଲକ ମଧ୍ୟ ହଉ କି ଝରିଗାଁ ବ୍ଲକ ମଧ୍ୟ ହଉ, କାହାର ଯଦି ଅଛନ୍ତି ଅନାଥ ଭାଇମାନେ କିମ୍ବା ଭଉଣୀମାନେ, ତାଙ୍କମାନଙ୍କୁ ଆମ ଭିଡ଼ିଓ ଦେଖି ଆମକୁ କମେଣ୍ଟ କରିବେ, ନହେଲେ କଣ୍ଟାକ୍ଟ କରିବେ। ଆମେ କଣ୍ଟାକ୍ଟ ନମ୍ବର ଆମେ ଭିଡ଼ିଓରେ ଦେଇଦେବୁ। ତ ଭାଇମାନେ ଫାଇନାଲି ଆମର ଏ ଛୁଆମାନଙ୍କୁ ଆମେ ଅଲରେଡ଼ି ତାଙ୍କର ଜଏନିଂ ସରିଯାଇଛି। ସରିକି ଏଠି ଆମେ ଛାଡ଼ିକି ଯିବୁ। ତେଣୁ ଆମକୁ ମଧ୍ୟ ଦୁଃଖ ଲାଗୁଛି। ତ କାହିଁକିନା ଏତେ ଦିନ ଆମ ଘରେ ଥିଲେ, ତେଣୁ ଆଜିଠୁ ଏଠି ତାଙ୍କର ଘର, ଏଠି ରହିବେ, ସବୁଦିନ ପାଇଁ ଏଠି ରହିବେ। ଯାହା ସପ୍ଲାଏ ନେବ ଗଭର୍ଣ୍ଣମେଣ୍ଟ ସପ୍ଲାଏ ନେବ। ତେଣୁ ଆମେ ଆଜିଠୁ ତାଙ୍କମାନଙ୍କୁ ଆମେ ଛାଡ଼ିକି ଯାଉଛୁ। ତ ଆପଣମାନଙ୍କୁ ଆମେ ଜଣାଉଛୁ, ଯଦି ଆଉ କିଏ ଯଦି ଅନାଥ ଭାଇ ଅଛନ୍ତି କିମ୍ବା ଭଉଣୀ ଅଛନ୍ତି ତାହେଲେ ଆମକୁ ଜଣାଇବେ। ଆମେ ଦେଖାଉଛୁ, ଏଇଟା ହେଉଛି ତାଙ୍କର ବେଡରୁମ୍, ବହୁତ ସୁନ୍ଦର ଅଛି। ଆପଣମାନଙ୍କୁ ଆଗରୁ ଆମେ ଦେଖେଇଛୁ, ଏଇଟା ହେଉଛି ବେଡରୁମ୍। ସେପଟୁ ଆମେ ବର୍ତ୍ତମାନ ଯାଉଛୁ। ପିଲାମାନେ ଯାଉଛୁ, ହଁ ବାଏ ବାଏ, ଭଲରେ ଥିବ। ହଁ ହଁ, ମନ ଦୁଃଖ କିଛି କରିବ ନାହିଁ ହେଲା। କାନ୍ଦା କାନ୍ଦି ନାହିଁ, କିଛି ନାହିଁ। ଖାଦି ପିଦି ପୁରା ସ୍ପେଶାଲ ସକାଳେ ଦେବେ ହେଲା, କିଛି ଅସୁବିଧା ନାହିଁ।